ଆମର ଭାରତ ଦେଶରେ କେତୋଟି ରାଜ୍ୟ ଅଛି? ଅପସନ୍ ଏ 15ଟି ରାଜ୍ୟ, ଅପସନ୍ ବି 30ଟି ରାଜ୍ୟ, ଅପସନ୍ ସି 26ଟି ରାଜ୍ୟ ଏବଂ ଅପସନ୍ ଡି 28ଟି ରାଜ୍ୟ। ସୋ ଫ୍ରେଣ୍ଡସ୍, ଆପଣମାନେ ପ୍ରତିଟି ପ୍ରଶ୍ନରେ 5 ସେକେଣ୍ଡ ଟାଇମ୍ ପାଇବେ। ଯଦି ୟାର ଆନ୍ସର ଜାଣିଥିବେ ନିଶ୍ଚିତ ଭାବେ କମେଣ୍ଟ କରନ୍ତୁ। ଆଉ ଯଦି ଆପଣମାନେ ଏହି ଚ୍ୟାନେଲରେ ପ୍ରଥମ ଥର ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଲାଇକ୍ କରନ୍ତୁ, ଯାହାଦ୍ୱାରା ଏହି ଚ୍ୟାନେଲର ପ୍ରତିଟି ଭିଡ଼ିଓ ଆପଣମାନେ ଦେଖିପାରିବେ। ସୋ ଫ୍ରେଣ୍ଡସ୍, ଟାଇମ୍ଟି ଶେଷ ହୋଇସାରିଛି, ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଆନ୍ସରଟି କ'ଣ। ଏହାର ସଠିକ୍ ଆନ୍ସରଟି ହେଉଛି ଅପସନ୍ ଡି 28ଟି ରାଜ୍ୟ। ଆମ ଭାରତ ଦେଶରେ 28ଟି ରାଜ୍ୟ ଅଛି। ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ। ଭାରତର ରାଷ୍ଟ୍ରୀୟ ପରିବା କ'ଣ ଅଟେ? ଅପସନ୍ ଏ କୋବି, ଅପସନ୍ ବି ଟମାଟ, ଅପସନ୍ ସି ପିଆଜ, ଅପସନ୍ ଡି ଆଳୁ। ତ ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 5, 4, 3, 2, 1, welcome। ତ ଆପଣମାନଙ୍କର ସମୟଟି ସରିଯାଇଛି। ତେବେ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଆନ୍ସରଟି କ'ଣ। ଏହାର ସଠିକ୍ ଆନ୍ସରଟି ହେଉଛି ଅପସନ୍ ଡି ଆଳୁ। ଭାରତର ରାଷ୍ଟ୍ରୀୟ ପରିବା ହେଉଛି ଆଳୁ। ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ। ଧଳା ରଙ୍ଗର ସାପ କେଉଁଠାରେ ଦେଖିବାକୁ ମିଳିଥାଏ? ଅପସନ୍ ଏ ଭାରତ, ଅପସନ୍ ବି ଚୀନ, ଅପସନ୍ ସି ଜାପାନ, ଅପସନ୍ ଡି ଅଷ୍ଟ୍ରେଲିଆ। ତ ଆପଣଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 5, 4, 3, 2, 1, welcome। ଆପଣଙ୍କର ସମୟଟି ସରିଯାଇଛି। ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଆନ୍ସରଟି କ'ଣ ହେଉଛି। ତେବେ ଏହାର ସଠିକ୍ ଆନ୍ସରଟି ହେଉଛି ଅପସନ୍ ଏ ଭାରତ। ଧଳା ରଙ୍ଗର ସାପ ଭାରତରେ ହିଁ ଦେଖିବାକୁ ମିଳିଥାଏ। ପରବର୍ତ୍ତୀ ପ୍ରଶ୍ନ। କେଉଁ ଦେଶରେ ଜେଲରୁ ଫେରାର ହେବା ପରେ ବି ଅପରାଧୀ ବୋଲି ଧରାଯାଏ ନାହିଁ? ଅପସନ୍ ଏ ନେପାଳ, ଅପସନ୍ ବି ଭୁଟାନ, ଅପସନ୍ ସି ଦୁବାଇ ଏବଂ ଅପସନ୍ ଡି ଜର୍ମାନୀ। ଆପଣଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 5, 4, 3, 2, 1, welcome। ସୋ ଫ୍ରେଣ୍ଡ, ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଆନ୍ସରଟି କ'ଣ ହେଉଛି। ଏହାର ସଠିକ୍ ଆନ୍ସରଟି ହେଉଛି ଜର୍ମାନୀରେ ଜେଲରୁ ଫେରାର ହେବା ପରେ ଅପରାଧୀ ବୋଲି ଧରାଯାଏ ନାହିଁ। ଅପସନ୍ ଡି ଜର୍ମାନୀ। ଏହାର ସଠିକ୍ ଆନ୍ସର ହେଉଛି ଅପସନ୍ ଡି ଜର୍ମାନୀ। ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ। ଘୋଡ଼ାର ଜୀବନକାଳ ହାରାହାରି କେତେ ବର୍ଷ ଅଟେ? ଅପସନ୍ ଏ 50 ବର୍ଷ, ଅପସନ୍ ବି 40 ବର୍ଷ, ଅପସନ୍ ସି 30 ବର୍ଷ ଏବଂ ଅପସନ୍ ଡି 65 ବର୍ଷ। ତ ଆପଣଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 5, 4, 3, 2, 1, welcome। ଆପଣଙ୍କର ସମୟଟି ସରିଯାଇଛି। ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଆନ୍ସରଟି କ'ଣ ହେଉଛି। ତେବେ ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି 30 ବର୍ଷ। ଘୋଡ଼ାର ହାରାହାରି ଜୀବନକାଳ ହେଉଛି 30 ବର୍ଷ। ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ। ଗରବା ନାଚ କେଉଁ ରାଜ୍ୟର ପ୍ରସିଦ୍ଧ ଲୋକନୃତ୍ୟ ଅଟେ? ଅପସନ୍ ଏ ମଧ୍ୟପ୍ରଦେଶ, ଅପସନ୍ ବି ଗୁଜରାଟ, ଅପସନ୍ ସି ରାଜସ୍ଥାନ ଏବଂ ଅପସନ୍ ଡି ପଞ୍ଜାବ। ଆପଣଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 5, 4, 3, 2, 1, welcome। ତ ଆପଣଙ୍କର ସମୟଟି ସରିଯାଇଛି। ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଆନ୍ସରଟି କ'ଣ। ତେବେ ଏହାର ସଠିକ୍ ଆନ୍ସରଟି ହେଉଛି ଅପସନ୍ ବି ଗୁଜରାଟ। ଗରବା ନାଚ ହେଉଛି ଗୁଜରାଟର ପ୍ରସିଦ୍ଧ ଲୋକନୃତ୍ୟ ନାଟ୍ୟ। ପରବର୍ତ୍ତୀ ପ୍ରଶ୍ନ ଦେଖିନେବା। ଜହ୍ନତାରା କେଉଁ ଦେଶର ରାଷ୍ଟ୍ରୀୟ ପ୍ରତୀକ ଅଟେ? ଜହ୍ନତାରା କେଉଁ ଦେଶର ରାଷ୍ଟ୍ରୀୟ ପ୍ରତୀକ ଅଟେ? ଅପସନ୍ ଏ ଇସ୍ରାଏଲ, ଅପସନ୍ ବି ଇରାନ, ଅପସନ୍ ସି ଚୀନ, ଅପସନ୍ ଡି ପାକିସ୍ତାନ। ତ ଆପଣଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 5, 4, 3, 2, 1, welcome। ଆପଣଙ୍କର ସମୟଟି ସରିଯାଇଛି। ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଆନ୍ସରଟି କ'ଣ। ତେବେ ଏହାର ସଠିକ୍ ଆନ୍ସରଟି ହେଉଛି ଅପସନ୍ ଡି ପାକିସ୍ତାନ। ଜହ୍ନତାରା ହେଉଛି ପାକିସ୍ତାନର ରାଷ୍ଟ୍ରୀୟ ପ୍ରତୀକ। ସବୁବେଳେ ଏମିତିକା ଭିଡ଼ିଓ ଦେଖିବା ପାଇଁ ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅଲ୍ କରିଦିଅନ୍ତୁ, ଯାହାଦ୍ୱାରା ଆମର ପ୍ରତିଟି ଭିଡ଼ିଓ ଆପଣଙ୍କ ପାଖରେ ପହଞ୍ଚିପାରିବ। ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ। ଏଥିମଧ୍ୟରୁ କେଉଁ ରାଜ୍ୟଟି ରବର ଏବଂ ମସଲା ଉତ୍ପାଦନକାରୀ ରାଜ୍ୟ ଅଟେ? ଅପସନ୍ ଏ କେରଳ, ଅପସନ୍ ବି ଗୁଜରାଟ, ଅପସନ୍ ସି ଛତିଶଗଡ଼, ଅପସନ୍ ଡି ମଧ୍ୟପ୍ରଦେଶ। ଆପଣଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 5, 4, 3, 2, 1, welcome। ଆପଣଙ୍କର ସମୟଟି ସରିଯାଇଛି। ତେବେ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଆନ୍ସରଟି କ'ଣ।
यार सठिक आंसरटी होछि ऑप्शन ए केरल। एथिमध्यरु केरल हेउछि रबर एवं मसला उत्पादनकारी राज्य। चलନ୍ତୁ ଦେଖିनेबा परवर्ती प्रश्न। उडुथिबा साप केउं देशरे देखिबाकू मिलिथाय? ऑप्शन ए चीन, ऑप्शन बी जापान, ऑप्शन सी केनिया, ऑप्शन डी अमेरिका। आपनकर समय आरंभ होछि एबेठारु 5, 4, 3, 2, 1. Welcome. आपनकर समय सरी जाछि। तबे चलନ୍ତୁ देखिनेबा यार सठिक आंसरटी कोन होछि। यार सठिक आंसरटी होछि ऑप्शन ए चीन। चीन रे उड़ीथिबा साप देखिबाकू मिलिथाय। तबे चलନ୍ତୁ देखिनेबा परवर्ती प्रश्न कोन। माछ काहार सहायता रे निश्वास नै थाए? ऑप्शन ए निजर गालिसी साहाय्य रे, ऑप्शन बी नाक साहाय्य रे, ऑप्शन सी कान साहाय्य रे, ऑप्शन डी आखि साहाय्य रे। आपनकर समय आरंभ होछि एबेठारु 5, 4, 3, 2, 1. Welcome. आपनकर समय सरी जाइछि। तबे चलନ୍ତୁ देखिनेबा यार सठिक आंसरटी कोन। यार सठिक आंसरटी होछि ऑप्शन ए गालिसी साहाय्य रे। माछ गालिसी द्वारा ही निश्वास नै थाए। तबे चलନ୍ତୁ देखिनेबा परवर्ती प्रश्न। रामायण केउं देशर राष्ट्रीय पुस्तक अटे? रामायण केउं देशर राष्ट्रीय पुस्तक अटे? ऑप्शन ए नेपाल, ऑप्शन बी श्रीलंका, ऑप्शन सी जापान, ऑप्शन डी थाईलैंड। आपनकर समय आरंभ होछि एबेठारु 5, 4, 3, 2, 1. Welcome. आपनकर समय सरी जाइछि। तबे चलନ୍ତୁ देखिनेबा यार सठिक आंसरटी कोन। यार सठिक आंसरटी होछि ऑप्शन डी थाईलैंड। रामायण हेउछि थाईलैंड रो राष्ट्रीय पुस्तक। तबे चलନ୍ତୁ देखिनेबा परवर्ती प्रश्न। फ्रिज रो पानी ठंडा केउं गैस साहाय्य रे होइथाय? फ्रिज रो पानी ठंडा केउं गैस द्वारा होइथाय? ऑप्शन ए अमोनिया, ऑप्शन बी ऑक्सीजन, ऑप्शन सी नाइट्रोजन, ऑप्शन डी हेलियम। आपनकर समय आरंभ होछि एबेठारु 5, 4, 3, 2, 1. Welcome. आपनकर समयटी सरी जाइछि। तबे चलନ୍ତୁ देखिनेबा यार सठिक आंसरटी कोन। यार सठिक आंसरटी होछि ऑप्शन ए अमोनिया। फ्रिज रो पानी अमोनिया गैस द्वारा ठंडा होइथाय। परवर्ती प्रश्न देखिनेबा। आजिर शेष प्रश्न। भारतर जातीय पताकारे केउं रंगर चक्र अछि? ऑप्शन ए नील, ऑप्शन बी धला, ऑप्शन सी लाल, ऑप्शन डी एथिरु कोइटा भी नुह। तो आपण माने एई प्रश्नर आंसर हमको कमेंट माध्यम रे जणाइबे। रहउछ बंधु माने नमस्कार।